ପ୍ରିୟ ଛାତ୍ରଛାତ୍ରୀମାନେ, ମୁଁ ମୋର ୟୁଟ୍ୟୁବ୍ ଚ୍ୟାନେଲକୁ ସମସ୍ତଙ୍କୁ ସ୍ୱାଗତ କରୁଛି। ଗତ ମାର୍ଚ୍ଚ 2 ତାରିଖରେ ମ୍ୟାଟ୍ରିକ୍ ପରୀକ୍ଷା ଶେଷ ହୋଇଛି। ପରୀକ୍ଷା ପରବର୍ତ୍ତୀ ସମୟରେ ଆଗାମୀ ପାଠ୍ୟକ୍ରମ ପାଇଁ କିପରି ପ୍ରସ୍ତୁତ ରହିବା ସେ ବିଷୟରେ ମୁଁ ଆଜି ତୁମକୁ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିବି। ତୁମେ ଜାଣିଛ ଯେ ପରୀକ୍ଷାର ଫଳାଫଳ ବାହାରିବାକୁ ପ୍ରାୟ 2 ମାସ ସମୟ ଲାଗିବ। ଉକ୍ତ ସମୟ ମଧ୍ୟରେ ପଢ଼ାପଢ଼ି ସହିତ ଜଡ଼ିତ ରହିବା ନିହାତି ଆବଶ୍ୟକ। ଯେଉଁମାନେ ଭଲ ନମ୍ବର ରଖି ଯୁକ୍ତ 2 କଳା, ବିଜ୍ଞାନ କିମ୍ବା ବାଣିଜ୍ୟ ପଢ଼ିବା ପାଇଁ ମନସ୍ଥ କରିଛ, ସେମାନେ ବିଭିନ୍ନ କୋଚିଂ ସେଣ୍ଟରରେ ଯୋଗ ଦେବା ଦରକାର। ଯେଉଁମାନଙ୍କର ମଧ୍ୟମ ଫଳାଫଳ ହେବ, ସେମାନେ ITI କିମ୍ବା ଭୋକେସନାଲ୍ ପାଠ୍ୟକ୍ରମ ପଢ଼ିବା ଆବଶ୍ୟକ। ସେଥିପାଇଁ ପ୍ରଥମରୁ ମନ ସ୍ଥିର କରିବା ଦରକାର। ଏହି ସ୍ତରର ପିଲାମାନେ ମାର୍ଚ୍ଚ, ଏପ୍ରିଲ, ମେ ଓ ଜୁନ୍ ମାସ ପର୍ଯ୍ୟନ୍ତ ବିଭିନ୍ନ ଅନୁଷ୍ଠାନକୁ ଯାଇ କମ୍ପ୍ୟୁଟର ଶିକ୍ଷା ଗ୍ରହଣ କଲେ ଭଲ ହେବ। ଅତି କମ୍ ନମ୍ବର ରଖୁଥିବା ଛାତ୍ରଛାତ୍ରୀମାନେ ନିଜ ଚେଷ୍ଟାରେ ଛୋଟ ଛୋଟ ଉପାଦେୟ ପୁସ୍ତକ ଯଥା ୱାର୍ଡ଼ବୁକ୍, ଇଂଲିଶ ଗ୍ରାମାର, ସାହିତ୍ୟ ବ୍ୟାକରଣ ତଥା ଦୈନିକ ସମ୍ବାଦପତ୍ର ନିୟମିତ ଅଧ୍ୟୟନ କରିବା ଆବଶ୍ୟକ। ସମସ୍ତଙ୍କ ପାଇଁ ବିଶେଷ ଅନୁରୋଧ ଯେ ସେମାନେ କୁସଙ୍ଗ ପରିତ୍ୟାଗ କରିବା ଆବଶ୍ୟକ। ଗଠନମୂଳକ ସାଙ୍ଗସାଥୀ ସହିତ ମିଳିତ ହୋଇ ପରିବାରର, ଗ୍ରାମର ଓ ଆଖପାଖ ଅଞ୍ଚଳର ଉନ୍ନତିକରଣ ପାଇଁ କାର୍ଯ୍ୟ କରିବା ଦରକାର। ଯେପରିକି ପ୍ରଦୂଷଣ ରୋକିବା ପାଇଁ ସଚେତନତା କରାଇବା, ସଦ୍ଭାବନା ଜାଗ୍ରତ କରାଇବା, ଜୀବଜନ୍ତୁ ଓ ପରିବେଶର ସୁରକ୍ଷା ପାଇଁ କାର୍ଯ୍ୟ କରିବା ନିହାତି ଦରକାର। ବୟସ୍କ, ବିଦ୍ୱାନ ତଥା ସମାଜର ସବୁ ଶ୍ରେଣୀର ଲୋକମାନଙ୍କୁ ସମ୍ମାନ କରିବା ଆବଶ୍ୟକ। ଛୋଟ ପିଲାମାନଙ୍କୁ ସ୍ନେହ, ଶ୍ରଦ୍ଧା ବାଣ୍ଟିବା ଦରକାର। ନିଜ ଅଞ୍ଚଳରେ ଅବହେଳିତ, ଅସହାୟ, ଦୁଃଖୀ ଓ ରୋଗୀ ଲୋକମାନଙ୍କୁ ସହଯୋଗର ହାତ ବଢ଼ାଇବା ମହନୀୟତାର ପରିଚୟ ଦେବ। ପରିଶେଷରେ ମୁଁ ସମସ୍ତଙ୍କର ମଙ୍ଗଳ କାମନା କରି ରହୁଛି। ଧନ୍ୟବାଦ।